ବୋଉ କରିଥିଲା ବଡ଼ ଓଷା। ମୁଁ ସେଦିନ ଡ୍ୟୁଟିରେ ଛୁଟି ନେଲି ଏବଂ ବଡ଼ ଓଷା ପାଇଁ ଧବଳେଶ୍ୱର ବାହାରି। ଚାଲନ୍ତୁ ଯିବା ଧବଳେଶ୍ୱର ଦର୍ଶନ। ଭାଇ ନମସ୍କାର, ମୁଁ ବିକ୍ରମ ପୁଣି ମୋ ନୂଆ ବ୍ଲଗ୍କୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ବ୍ଲଗ୍ ଏକ ଭିନ୍ନ ଏବଂ ଆଧ୍ୟାତ୍ମିକ। ଆପଣମାନେ ଜାଣିଥିବେ ବଡ଼ ଓଷାରେ ପ୍ରଭୁ ବଡ଼ ଓଷା ସରିଲା ପରେ ପଞ୍ଚୁକର ଗୋଟେ ଦିନ ଲାଷ୍ଟ ଚତୁର୍ଥ ଦିନରେ ବଡ଼ ଓଷା ପଡ଼େ ଏବଂ ପ୍ରଭୁ ଧବଳେଶ୍ୱରଙ୍କ ଆଶୀର୍ବାଦ ନେଇ ଯିଏ ଯାହା ମାନସିକ କରିଛନ୍ତି ତା ପୂର୍ଣ୍ଣ ହୁଏ ଆଶା ପ୍ରଭୁ ଏବଂ ପୁରା କରନ୍ତି। ଜୟ ପ୍ରଭୁ ଧବଳେଶ୍ୱର। ଚାଲନ୍ତୁ ଦେଖିବା ପ୍ରଭୁଙ୍କ ମନ୍ଦିର ଦର୍ଶନ କରିବା ଧବଳେଶ୍ୱରଙ୍କର ଆଶୀର୍ବାଦ। ଓମ୍ ନମଃ ଶିବାୟ। ଧବଳେଶ୍ୱର ମନ୍ଦିରରେ ଦେଖନ୍ତୁ କେଉଁ ଭଳିଆ ଭିଡ଼, ଲାଇନ୍ ଲଗେଇ ସବୁ ଲୋକ ଛିଡ଼ା ହେଇଛନ୍ତି ଏବଂ ପାଣି ଲାଗି କରିବେ, ସିଙ୍ଗଲ ଲାଗି କରିବେ। ଯେ ମାନସିକ ହେଇଛି ଭୋଗରାଗ କରିବା ପାଇଁ କେତେ ଲାଇନ୍ ଦେଖନ୍ତୁ, ପ୍ରବଳ ଲାଇନ୍। ଜୟ ବାବା ଧବଳେଶ୍ୱର। ଓମ୍ ନମଃ ଶିବାୟ। ଚାଲନ୍ତୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା। ବହୁତ ପୁରାତନ ମନ୍ଦିର। ଏ ମନ୍ଦିରର ବହୁତ ପୁରୁଣା କଥା ଅଛି। ସେ କଥା କହିବା ପାଇଁ ଆଉ ଗୋଟେ ଭିଡ଼ିଓ ବନେଇବି। ଆପଣମାନେ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ ଓ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ, ଜୟ ବାବା।